ସେମିତି କଳି ଯୁଗର ଅବହେଳିତ ବାପା ମା, କଳି ଯୁଗର ଅବହେଳିତ ବାପା ମା ଜାଣିଥିଲ? କଳି ଯୁଗର ଅବହେଳିତ ବାପା ମା, କଳି ଯୁଗର ଅବହେଳିତ ବାପା ମା ହେଇପାରିବ? ଦେଖିଆ କଳି ଯୁଗର ଅବହେଳିତ ବାପା ମା କହିଲେ କଳ୍କି ପୁରାଣର ଯେତିକି ଟିକେ ମନେ ପଡୁଛି ଦୁଇ ପଦ ଯାହା ଦଉଛି ମନେ ପାଇଲେ ଆପଣ ହଁ କରିବେ ନହେଲେ ବୁଝା ଆସିଲା ତ୍ରେତୟା ଯୁଗ ଆସିଲା ତ୍ରେତୟାରେ ଆଜ୍ଞା ଧର୍ମ ରହିଲେ 3 ପାଦ ଆଜ୍ଞା ଅଧର୍ମ ହେଲା ଗୋଟିଏ ପାଦ ଆସିଲା ଦ୍ୱାପର ଦ୍ୱାପର ହେଲେ ଧର୍ମ ହେଲେ 2 ଆଜ୍ଞା କଳି ହେଲେ ଅଧର୍ମ ହେଲେ 2 କଳି ଯୁଗରେ ଆଜ୍ଞା ଅଧର୍ମ ହେଲା 3 ପାଦ ଧର୍ମ ହେଲା 1 এই যে ধর্ম যেତେବେଳେ উৎপন্ন ହେଲା কলি যেତେବେଳେ আগমন কলে কলি সে তপস্যা কলা যে মু কোন জায়গায় রহিবি কোন জায়গায় রহিবি কোঠা রহিবি সেতেবেলে যদি মাতা পিতা যদি তাকে শিখাই থাঁতে আপনার আমার গান্ধী রামায়ণ প্রমাণ করে
ଯେତେବେଳେ କି ନୌକେଶୀ ଗର୍ଭରୁ ଜନ୍ମ ଗ୍ରହଣ କଲେ ମାନେ ତିନି ଭାଇ ଏକ କନ୍ୟା ଗ୍ରହଣ କଲେ ସେ ବୁଝେଇକିନି କହିଲେ ଯେ ତୁମେ ତମର ଭାଇ ବୈଶର୍ବା କହିଲେ କିଏ ନା କୁବେରଙ୍କର ପ୍ରଥମ ନାମ ହଉଛି ବୈଶର୍ବା। ତମର ବୈଶର୍ବା ଭାଇ ଭଲ ତପସ୍ୟା କରି ଲଙ୍କାଗଡ଼ର ଆଉ ଜମ୍ବୁଦ୍ୱୀପଟାକୁ ପାଇଥିଲା। ତୁମେ ଯଦି ଭଲ ତପସ୍ୟା କରିବ ଯଦି ପାଇବ ତୁମେ ଭଲ ତପସ୍ୟା କର। ଯଦି ସେଇଠେ କଳିକି ଯଦି ଆଜ୍ଞା ଭଲ ପାଠ ଭଲ ବିଦ୍ୟା ବାପା ମା ଯଦି ଶିଖେଇଥାନ୍ତେ ସେ ଧର୍ମରେ ଯାଇଥାନ୍ତା, ରାଜାଙ୍କର ମୁକୁଟରେ ବସି ନଥାନ୍ତା କି ଆମର ଜୁଆଙ୍କ ମଧ୍ୟରେ ନଥାନ୍ତା, ମଦ୍ୟ ମାଂସଙ୍କ ପାଖରେ ନଥାନ୍ତା, ସେ ଭଲ ବାଟରେ ଯାଇଥାନ୍ତା। ବାବୁରେ କଳି ଯୁଗର ଅବହେଳିତ ବାପା ମା ଶାସ୍ତ୍ର କହିଛି କିଏ ବା ଅଛି କେଉଁ ମତେ ତାହା ମୁଁ ଜାଣିବି କେମନ୍ତେ। କଳି ଯୁଗର ଅନେକ ପ୍ରମାଣ ଅଛି। କଳି ଯୁଗର ଅବହେଳିତ ବାପା ମା କଳିର ଆଗମନ ଦ୍ୱାପର ଶେଷ। କଳି ତାର କାୟା ବିସ୍ତାର କରିବା ନିମନ୍ତେ ପଞ୍ଚୁ ପାଣ୍ଡବ ଯେତେବେଳେ ସରୋବରକୁ ସ୍ନାନ କରିବାକୁ ଯାଇଥିଲେ ଗୋଟିଏ ପ୍ରଶ୍ନ ପଚାରିଥିଲେ। କଳି ପ୍ରଶ୍ନ ପଚାରିଥିଲେ, ଯିଏ ପ୍ରଶ୍ନର ଉତ୍ତର ଦେବ ତାହେଲେ ସିଏ ସ୍ନାନ କରି ଉଠିବେ, ନହେଲେ ଠିକ କରିଣୀରେ ବନ୍ଧା ହୋଇ ପଡ଼ିବ। ଗୋଟିଏ ପ୍ରଶ୍ନ ଶେଷରେ ପଚାରିଥିଲେ, ଚାରୋଟି କୂଅ ଅଛି, ମଝିରେ ଗୋଟିଏ କୂଅ ଅଛି। ମଝି କୂଅ ସୁରେଇଲା ବେଳେ ଚାରିଟା କୂଅ ପୂର୍ଣ୍ଣ ହଉଥିଲା। ତେଣୁ ଯେତେବେଳେ ଚାରିଟା କୂଅ ପୂର୍ଣ୍ଣ ହେଇଗଲା ମଝି କୂଅ ଶୁଷ୍କ ହେଇଗଲା। କଳି ମହାରାଜ ପଚାରିଥିଲେ ଯୁଧିଷ୍ଠିରଙ୍କୁ। ଯୁଧିଷ୍ଠିର ଉତ୍ତର କରିଥିଲେ, ହେ କଳି, ইয়ার ଉତ୍ତର ହେଉଛି ଯେତେବେଳେ କଳି ଯୁଗରେ ବାପା ମା ଚାରୋଟି ପିଲା ଜନ୍ମ କରିବେ, ଚାରୋଟି ପୁଅକୁ ଖାଇବାକୁ ଦେବେ। ଯେତେବେଳେ ଚାରି ପୁଅ ଖାଇବା ପରେ ମଣିଷ ହୋଇ ଚାକିରି ବାକିରି କରିବେ, ବିଦେଶରେ ରହିବେ, ଏ କଳି ଯୁଗର ବାପା ମାଙ୍କର ଆଉ ପେଟ ପୁରିବନି। ଚାରି ପୁଅଙ୍କର ରୋଜଗାର ଭଲ ଥିବ, ଚାକିରି ଭଲ ଥିବ, କିନ୍ତୁ ପଇସା ରୋଜଗାର ବଳରେ ବିଦେଶରେ ରହିବେ। ଗାଁ ଗହଳିରେ ବାପା ମା ଭୋକ ଉପାସରେ ମରିବେ। ଏ ଯୁଧିଷ୍ଠିର ଉତ୍ତର ଦେଇଥିଲେ କଳି ମହାରାଜକୁ। ତେଣୁ ଆଜି କଳି ଯୁଗରେ ବାପା ମାଙ୍କର ଅବସ୍ଥା କିପରି ହେଇଛି ଶ୍ରବଣ କର ହେ ଗୋବିନ୍ଦ ବୃନ୍ଦ। କଳି ଯୁଗେ ବାପା ମା ପ୍ରମାଦ।
ପଚାରିଥିଲେ ଯେ ଯେତେବେଳେ ଦେଖିଲେ ଗୋଟିଏ ଗ୍ରାମକୁ ଯାଉଛନ୍ତି ଆଜ୍ଞା ବାଛୁରୀ ପାଖରୁ ଗାଈ ଭାଇ ହେଇଠୁ କହୁଥିଲେ ତାପରେ ଦେଖିଲେ ଯେ ଗୋଟେ ପର୍ବତରୁ ଆଜ୍ଞା ଗୋଟେ ଦୁବ ପଡ଼ିଲା ଯେ ବଡ ବଡ ବୃକ୍ଷ ପଳେଇଲା ଧର୍ମରାଜ ଯୁଧିଷ୍ଠିରକୁ ପ୍ରଶ୍ନ ହେଇଥିଲା ଆମେ ଏଇଠି ଆଜ୍ଞା ଭାଗବତର ଗୋଟିଏ ପଦ କଥା କହିବା କହିଲା ତୁନାଥ ପରମ ଦୟାଳୁ ଦୁଷ୍ଟନି ବାରି ସଖ ପାଳୁ କଲମରେ କହିଲେ ତୁନାଥ ପରମ ଦୟାଳୁ ସନ୍ଥନି ତୁନାଥ ପରମ ଦୟାଳୁ ଦୁଷ୍ଟ ନିବାରୀ ସନ୍ଥ ପାଳୁ ଆଜ୍ଞା ମୁଁ ଆଜ୍ଞା 5 ଗୋଟି ପୁଅ ଜନ୍ମ ଗ୍ରହଣ କରିଛି 5ଟି ପୁଅ ଜନ୍ମ ଗ୍ରହଣ କରିଛି ମୋ ବାପାଙ୍କର ମତେ ଭାଗ ଦେଇଛି ମୋ ଭାଇ କରୁ ଆଜ୍ଞା 3 ଏକର ଜମି ମୁଁ ଭାଗ ପାଇଛି ମୋର 5 ପୁଅ ବାପା 5ଟି ପୁଅରୁ ଜଣେ ଆଜ୍ଞା ଡକ୍ଟର ଜଣେ ଇଞ୍ଜିନିୟର ଜଣେ ଗାଁରେ ଚାଷ କଲା ଜଣେ ଗାଁରେ ମଦ ପିକିନି ବୁଲିଲା ଆଉ ଜଣେ ଗାଁ ଫରେନରେ ରହିଲା ଏହା ବୋଲି କଣ ବାପା ମାଙ୍କର ଦୋଷ ମତେ ଯୋଉ 3 ଏକର ଜମି ମିଳିଛି ଏ ଡକ୍ଟରକୁ ଯେତିକି ଦେବି ଇଞ୍ଜିନିୟରକୁ ସେତିକି ଦେବି ଏ ମଦୁଆକୁ ସେତିକି ଦେବି ଚାଷ କରୁଥିବା ପୁଅକୁ ସମାନେ ଭାগে ଦେବି କି ନାହିଁ ଆଜ୍ଞା এটা মদ পিজি বলে বলে তা তো সেটা কাটি দেবি তুনাথ পরম দয়ালু দুষ্ট নিবারী সন্থ পালিয়া পাই বলি কোন এই যেটা মদ পিজি কাম তা তন্টি কাটি দেবি তাকে বুঝাই দেবি নাই আজ্ঞা ইয়ার মীমাংসা যে বাপা মাଙ୍କର অবহেলিত বাপা মা কোন পাঠ পড়াই দেলে কো আমেরিকারে চাকরি করিব মু যাই ভাষণরে রহিবি ମୁଁ ପ୍ରଥମେ କହିଥିଲି ପିତା ସର୍ବ ପିତା ହିଁ ପରମ ତପ ପିତରି ପିତର ମନେ ପ୍ରିୟନ୍ତେ ସର୍ବଦେବ ବାପା ମାଙ୍କର ଆଶୀର୍ବାଦ ସଦାବେଳେ କହିଦେ ଯେ ମୋ ପୁତ୍ର ବା କନ୍ୟା ହଉ ଭଲରେ ରହିଥାନ୍ତୁ ମୋ ପେଟ ଚାଖଣ୍ଡ ପୂର୍ବ ଯାବା भगवान माँ कहते माया ये पुत्र को जते बेले माता पिता आउटे पद कला माता पिता संयुक्त काले दिहि जाले थिला को पाले आज्ञा जेने जोड़े थाउ जाई थाउ ना कर्म आदि पेट पोषि थाउ माता पिता कर अवहेलित प्रथम आज्ञा बाल्य युवा यौवन यही तो स्तर बाई स्तर रही थाए माता पिता पुत्र मान को गाँ आमर गाँ गली गोटे ढग कह जाए पुओ पाली छुआरू बहु पाली नुआरू जदि पुत्र को आज्ञा छुआरू जदि तुम भल शिक्षा भल ज्ञान बुद्धि विवेक देच आज्ञा भल बाटर से जीव बहुटिए घर को आनी आपण माने बहु को जदि नुआरू जदि पाली बहु माँ ये गले झुंडे हम एठी गले तुम कानी चेरी जीव एठी गले तुम भाषा तुम नारे कहबे जदि बहुटी नुआर ठीक तुम जदि पाली थो से आज्ञा प्रकृत रे सासु ससुर जे कि पुत्र को छुआर जे पाली थो से हम जदि प्रकृत रे बापा मां अवहेलित तो बापा मां काहू कहबे आज्ञा हम आज दादा सहित जाईची काली मौसा घटी की जाईची काली मामू घटी की जाईची एही के आज्ञा दुनिया रे संसार रे छुआ माना आज्ञा बाळंगा होती जदि निज बापा मां जदि निज सुदृढ़ निज आत्मा रे निज तैयारी करती वो अमेरिका रे थाउ बांग्लोर रे थाउ मद्रास रे थाउ ऑस्ट्रेलिया थाउ बा इंग्लैंड रे थाउ पुत्र जगह रे माँ जगह रे बापा ताको जगह रही थाए खाइबा पीबा ये तो जो ज्ञान रख ये हो जे मु कहते जानि कि ये मोर मीमांसा भाई जदि जान जा कोडे कहबे आज्ञा कही युगर पिता माता अवहेलित हुअंती काहींकी पिला मानकर दोष नुह दोष हेउछि बापा मांकर
ଦୁଇଟା ଉଦାହରଣ ଦେଉଛି। ଯେତେବେଳେ ଆପଣମାନଙ୍କର ହିରଣ୍ୟକଶ୍ୟପ କୟାଦ ମଧ୍ୟରେ ରତି ଚାଲିଥିଲା, ସେତିକି ବେଳେ ବାରମ୍ବାର କୟାଦ ପ୍ରଶ୍ନ କରିଥିଲେ, ତୁମେ କାହିଁକି ଅରଣ୍ୟରୁ ଫେରି ଆସିଲ? ସେ ବାରମ୍ବାର ବାସୁଦେବ ନାରାୟଣଙ୍କ ନାମକୁ ସ୍ମରଣ କରିବା ଦ୍ୱାରା ଯୋଗ୍ୟ ପୁତ୍ର ଜନ୍ମ ହେଲା ପ୍ରହ୍ଲାଦ। ପିତାମାତାଙ୍କର ଉଦ୍ଦେଶ୍ୟ ସଂଯୋଗ ବେଳେ ଯାହା ଥିବ ସେଇ ଲକ୍ଷଣ ନେଇ ପୁଅ ବା ଝିଅ ଜନ୍ମ ହବ। ତେଣୁ ଦ୍ୱାପର ଯୁଗର ଉଦାହରଣ, ବ୍ୟାସ ଭାଇ ବୋହୂଙ୍କୁ ହରିଲେ, ଗୋଟିଏ ପୁଅ ଧୃତରାଷ୍ଟ୍ର ଜନ୍ମ ହେଲା ଅନ୍ଧ, ଆଉ ଗୋଟିଏ ପୁଅ ପଣ୍ଡୁ ଜନ୍ମ ହେଲା। ରୋଗା ଜନ୍ମ ହେଲା, ଜଣେ ଅନ୍ଧ ଜନ୍ମ ହେଲା। ସେଇ ବ୍ୟାସଙ୍କର ଔରସରୁ ଗୋଟିଏ ପୁଅ ଜନ୍ମ ହେଲା ଭକ୍ତ ବିଦୁର। ଦୋଷ ରହିଲା କଣ ନା, ମା ଯେମିତି ଆବାହନ କରିଥିବ ସ୍ୱାମୀ କି ତାରି ଗର୍ଭରେ ତିଆରି ହେବ। ମା କହିଦେବ ମୋ ପୁଅ ଚାକିରିଆ ହବ, ମୋ ପୁଅ ଡକାୟତ ହବ, ମୋ ପୁଅ ଗୁଣ୍ଡା ବଦମାସି ହେବ। ମା ଯେମିତି ସ୍ୱାମୀ କି ମାପେ ତାର ସେଇ ପରିକା ପିଲା ଜନ୍ମ ହେବେ। ତେଣୁ ପିତାମାତାଙ୍କ ଦୋଷ ନେଇ ମାଙ୍କର ଗର୍ଭରୁ ସନ୍ତାନ ଜନ୍ମ ହୁଏ। ସେଇ ସନ୍ତାନ ବାପାକୁ ଶେଷରେ ପଚାରେନି, କିଆ ଯିବି ମୁଁ ମନ୍ଦିର, କିଆ ଯିବି ପଥର, ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର, ତାଙ୍କ ପାଦ ଧୂଳି ଦେଲେ ବୋଳି, ପାଦୁକା କି ପଞ୍ଚାମୃତ ଲୋଡ଼ା ନାହିଁ ମୋର, କିଆ ଯିବି ମୁଁ ମନ୍ଦିର, କିଆ ଯିବି ପଥର, ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର। ତାଙ୍କ ପାଦ ଧୂଳି ଦେଲେ
ଭଗବାନ କହିଛନ୍ତି ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ। ସେଇ ପିତା ମାତାଙ୍କର ସଂଯୋଗ ବେଳେ ଉଦ୍ଦେଶ୍ୟ ଲକ୍ଷଣ ନେଇ କଳି ଯୁଗରେ ପିଲାମାନେ ଜନ୍ମ ହୁଅନ୍ତି। ତେଣୁ କଳି ଯୁଗରେ ପ୍ରତ୍ୟେକ ପୁଅ ମାନେ ବାପା ମାକୁ ଅବସ୍ଥା ବା ବାପା ମାକୁ କିଛି କଷ୍ଟ ଦିଅନ୍ତି, କେତେକ ପୁତ୍ର କଷ୍ଟ ଦିଅନ୍ତି। କାରଣ ସେଇ ପିତାମାତା ସଂଯୋଗ ବେଳେ ବିହି ଯାହା ଲେଖିଛି କପାଳେ, ସେଇ ସଂଯୋଗ ବେଳେ ବେଳା ନକ୍ଷତ୍ର ନେଇ ପିଲା ଯୋଉ ଜନ୍ମ ହୁଏ ବାପା ମାଙ୍କର ଉଦ୍ଦେଶ୍ୟ ନେଇ ତାହାରି ଅମରଶ୍ୱରୀ ମାଙ୍କ ଗର୍ଭରୁ ଜନ୍ମ ହୋଇଥାଏ। ପିଲାମାନେ କଷ୍ଟ ଦିଅନ୍ତି ବାପା ମା ମାନଙ୍କୁ। ଆଜ୍ଞା, ଆପଣଙ୍କର ପ୍ରଶ୍ନ ଥିଲା ଯେ ପିତାମାତା ଅବହେଳିତ କଳି ଯୁଗରେ। ଅବହେଳିତ ଦ୍ୱାପର ଯୁଗକୁ ଆମେ ପଳେଇବା। ପୂଜ୍ୟସ୍ପଦ ମୋର ଗୁରୁ କହିଛନ୍ତି ଦ୍ୱାପର ଯୁଗକୁ ପଳେଇବା। ସେଦିନ ଅନ୍ଧ ଧୃତରାଷ୍ଟ୍ର ଯଦି ଠିକ ନ୍ୟାୟଟା ଦେଇଥାନ୍ତା, ଆଜ୍ଞା ଗୁରୁ ପାଣ୍ଡବ ଯୁଦ୍ଧଟା ହେଇଥାନ୍ତା। ପୁତ୍ର ମୋହରେ ମୋହିତ ହେଇଗଲା ଅନ୍ଧ ଧୃତରାଷ୍ଟ୍ର। ଦେଇଥିଲା ଭଲ ଶିକ୍ଷା। ସେଇମାନେ ହଉଛନ୍ତି ଅବହେଳିତ। ଏ କଳି ଯୁଗରେ ଧୃତରାଷ୍ଟ୍ର କେହି ହୁଅନି। ମାତା ଗାନ୍ଧାରୀ ନେଖେ ହୁଅ। ମାତା ଗାନ୍ଧାରୀ କଣ କହିଥିଲେ? ମାତା ଗାନ୍ଧାରୀ କଣ କହିଥିଲେ? କୈକେୟୀ ସେଦିନ କଣ କହିଥିଲେ? ଏ କଳି ଯୁଗରେ ଆଜ୍ଞା କୈକେୟୀ ମା ପରିକା ମା, ତ୍ରେତୟା ଯୁଗର କୈକେୟୀ କଳି ଯୁଗରେ ନାହାନ୍ତି। ନିଜ ପୁତ୍ରକୁ ବଳି ଦେଇକିରି ରାମଚନ୍ଦ୍ରକୁ ବନବାସ ପଠେଇଥିଲେ। ଆମେ କହିବା ମର୍ଯ୍ୟାଦା ପୁରୁଷକୁ ବନବାସ ପଠେଇଥିଲେ ଭୁଲ। ଆଜ୍ଞା ସେ କାହିଁ ପାଇଁ ପଠେଇଥିଲେ? ନା ସେଇ ପରିକା ପୁଅକୁ ଆଉ ପାଇବେ ନାହିଁ। 14 ବର୍ଷ ଶନିଙ୍କର ଥିଲା କୁପଦୃଷ୍ଟି ରତ୍ନ ସିଂହାସନରେ। କହିଲେ ମୋ ପୁତ୍ର ଏ ସିଂହାସନରେ ମରିଯାଉ ପଛକେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ପରିକା ପୁଅ ଆଉ ଜନ୍ମ ଗ୍ରହଣ କରିବେ ନାହିଁ। ଏ କଳି ଯୁଗରେ ଅନ୍ଧ ଧୃତରାଷ୍ଟ୍ର ପରିକା ଯଦି କେହି ନ ହେବେ, ଇଏ ହଉଛନ୍ତି କଳି ଯୁଗରେ ରୀତିନୀତି। ଆଜ୍ଞା, କଳି ଯୁଗରେ ବାପା ମା ଅବହେଳିତ ହେବା ପାଇଁ ବାପା ମା ଯେତେବେଳେ ପିଲାଙ୍କୁ ସଂସ୍କାର ପରିବେଶ ଶିଖେଇ ନଥାନ୍ତି, ବାରମ୍ବାର ଗେହ୍ଲା କରିଦେଇ ତାଙ୍କୁ ସଦାବେଳେ ପାଠ ପଢିବାକୁ କୁହନ୍ତି, ବଡ ଚାକିରି କରିବାକୁ କୁହନ୍ତି, ବଡ ମଣିଷ ହେବାକୁ କୁହନ୍ତି। କଳି ଯୁଗରେ ବାପା ମା ପ୍ରତ୍ୟେକ ଚାକିରି ଅପେକ୍ଷା ବା ବଡ ମଣିଷ ଅପେକ୍ଷା ସଂସ୍କାର ପରିବେଶ ଯଦି ଶିଖେଇବେ, ତାହେଲେ ପିଲାମାନେ ପରିବର୍ତ୍ତନ ହେବେ। ଭଗବାନଙ୍କର ବା ଭଗବତ ସତ୍ସଙ୍ଗର ଆରାଧ୍ୟ କରିବେ। ତେଣୁ ବାପା ମାଙ୍କର ସେବା ସୁସ୍ଥ କରିବେ। ବାରମ୍ବାର ତ ପିଲାମାନଙ୍କୁ ବାରମ୍ବାର ସ୍କୁଲ ପଠେଇଲା, ବଡ ବଡ କଲେଜରେ ପାଠ ପଢେଇ ବାରମ୍ବାର ସେ ବଡ ମଣିଷ ହବାକୁ ଚାହିଁଲେ। ତେଣୁ ଭଲ ମଣିଷ ହବାକୁ ବାପା ମା ଚାହିଁନାହାନ୍ତି। ତେଣୁ ଅବହେଳିତ ହୁଅନ୍ତି ସେ ପିଲାମାନେ। ହଉ, ଧନ୍ୟବାଦ। କିନ୍ତୁ ଯାହା ହଉ ତମେ ପ୍ରତ୍ୟେକ ମଞ୍ଚ ବିଭିନ୍ନ ପ୍ରକାର କଳି ଯୁଗରେ ଅବହେଳିତ ବାପା ମା, ଏହାର ବହୁତ କିଛି ଅଛି। ଯଦି ପୁରୁଣା କଳାକାର ମାନେ